ଚଳିତ ନିର୍ବାଚନରେ ତିନୋଟି ପ୍ରମୁଖ ଦଳ କଂଗ୍ରେସ, ବିଜେପି ଓ ବିଜେଡି ନିଜର ପ୍ରାର୍ଥୀଙ୍କୁ ନିଜର ଚିହ୍ନ ଦେଇଛନ୍ତି। ଯେପରି ବିଜେଡି ପ୍ରାର୍ଥୀଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେବା ପାଇଁ, ବିଜେପି ପ୍ରାର୍ଥୀଙ୍କୁ ପଦ୍ମ ଚିହ୍ନରେ ଭୋଟ ଦେବା ପାଇଁ, ଆଉ କଂଗ୍ରେସ ପ୍ରାର୍ଥୀଙ୍କୁ ହାତ ଚିହ୍ନରେ ଭୋଟ ଦେବେ। ତେବେ ଏସବୁ ହେଉଛନ୍ତି ଦଳୀୟ ଚିହ୍ନ। ଆଉ ଯେଉଁମାନେ ନିଜେ ନିଜେ ଲଢ଼ୁଛନ୍ତି ସେମାନଙ୍କୁ ଚିହ୍ନ କ'ଣ ରହିବ, ଆସନ୍ତୁ ଜାଣିବା ଏହି ରିପୋର୍ଟରେ। ଦଳୀୟ ପ୍ରାର୍ଥୀଙ୍କୁ ଟକ୍କର ଦେବା ପାଇଁ ସ୍ୱାଧୀନ ପ୍ରାର୍ଥୀ ଧରିବେ ଫୁଲକୋବି, କଞ୍ଚାଲଙ୍କା ଓ କ୍ୟାପ୍ସିକମ୍। ସ୍ୱାଧୀନ ପ୍ରାର୍ଥୀଙ୍କ ପାଇଁ ଏହି ତିନୋଟି ଚିହ୍ନ ସମେତ 190ଟି ଚିହ୍ନ ଜାରି କରିଛନ୍ତି ନିର୍ବାଚନ କମିଶନ। ତେବେ ମନରେ ପ୍ରଶ୍ନ ଉଠେ ଯେ ଏକରୁ ଅଧିକ ସ୍ୱାଧୀନ ପ୍ରାର୍ଥୀ ହୁଅନ୍ତି, ତେବେ କେଉଁ ଚିହ୍ନ କାହାକୁ ମିଳେ କେମିତି ଜାଣିବା? ତେବେ ନମିନେସନ ପରେ ଚୂଡ଼ାନ୍ତ ତାଲିକାରେ ପ୍ରକାଶ ପାଇଥିବା ସ୍ୱାଧୀନ ପ୍ରାର୍ଥୀଙ୍କୁ ତିନୋଟି ଚିହ୍ନ ପସନ୍ଦ କରିବାକୁ ପଡ଼ିବ। ଏହାପରେ ନିର୍ବାଚନ ଅଧିକାରୀ ସେହି ଚିହ୍ନ ଉପରେ ମୋହର ମାରିବେ। ଯଦି 2 ଜଣ ପ୍ରାର୍ଥୀ ଗୋଟିଏ ଚିହ୍ନ ଥାଏ, ତେବେ ନାମ ହିସାବରେ ସେ କ୍ଷେତ୍ରରେ ପ୍ରାର୍ଥୀଙ୍କ ନାମରେ ପ୍ରଥମ ଅକ୍ଷର ଅନୁଯାୟୀ ଅଗ୍ରାଧିକାର ମିଳିବ। ଏହାପରେ ସେହି ପ୍ରାର୍ଥୀଙ୍କୁ ଚିହ୍ନ ପ୍ରଦାନ କରାଯିବ। ଚଳିତ ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀମାନଙ୍କ ପାଇଁ ଉଦ୍ଦିଷ୍ଟ ଚିହ୍ନ ମଧ୍ୟ ରହିଛି ରୋଡ୍ ରୁଲର, କ୍ରେନ୍, ମୋବାଇଲ ଚାର୍ଜର, ଚିଠି ବାକ୍ସ, ବିସ୍କୁଟ, ପାଉଁରୁଟି, ଇଟା, ଚପଲ, ଜୋତା, କେକ୍, କମ୍ପ୍ୟୁଟର ମାଉସ, ଭେଣ୍ଡି, ବାଦାମ ଆଦି। ଅଙ୍ଗୁର କୋଳି ମଧ୍ୟ ଚିହ୍ନ ରହିଛି। ସେହିପରି ଆଉ କିଛି ଚିହ୍ନ ରହିଛି କୃଷକ, ନାଗରିକ, କ୍ରସ୍, ଟୁଥପେଷ୍ଟ, ଟ୍ରକ୍ ଟାୟାର, ଇଟା, କାର୍ପେଟ, କ୍ୟାମେରା, କାନଫୁଲ ଇତ୍ୟାଦି।